ଓଡ଼ିଶାର ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କୁ ମୋର ଏହି ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ ଜଣାଉଛି। ଆଜି ଆମେ କ'ଣ ଦେଖିବା ନା କୋର୍ ପେପର୍ 10ର ୟୁନିଟ୍ 2 ପରିବାରରେ ସମସାମୟିକ ପରିବର୍ତ୍ତନ। ବର୍ତ୍ତମାନ ସମୟରେ ଉଦ୍ୟୋଗୀକରଣ, ନଗରୀକରଣ, ସ୍ଥାନାନ୍ତରଣ, ପରିବହନ ଓ ଯୋଗାଯୋଗ କ୍ଷେତ୍ରରେ ଉନ୍ନତି, ରାଷ୍ଟ୍ରର କ୍ରମବର୍ଦ୍ଧିଷ୍ଣୁ ପ୍ରଭାବ ଏବଂ ବ୍ୟକ୍ତିବାଦୀ ଜୀବନ ଦର୍ଶନର ପ୍ରଭାବ ଯୋଗୁଁ ପରିବାର ବ୍ୟବସ୍ଥାରେ ଦ୍ରୁତ ପରିବର୍ତ୍ତନ ଆସିଛି। ପରିବର୍ତ୍ତନର ବେଗ ଏତେ ଦ୍ରୁତ ହୋଇଛି ଯେ ୱିଲିୟମ୍ ଜେ ଗୁଡେଙ୍କ ପରି ସମାଜ ବିଜ୍ଞାନୀମାନେ ପରିବାରର ଅନ୍ତର୍ଧାନ ଘଟୁଛି ବୋଲି ପ୍ରଶ୍ନ ଉଠାଇଛନ୍ତି। ଉଦ୍ୟୋଗୀକରଣର ଦ୍ରୁତ ପ୍ରସାର ପରିବାର ବ୍ୟବସ୍ଥାରେ ଆଣିଥିବା ପରିବର୍ତ୍ତନର ମୁଖ୍ୟ ଭୂମିକା ନେଇଛି। ଉଦ୍ୟୋଗୀକରଣ ଏବଂ ନଗରୀକରଣ ପ୍ରକ୍ରିୟା ଉତ୍ପାଦନ, ସ୍ଥାନାନ୍ତରଣ, ସାମାଜିକ ଗତିଶୀଳତା ଏବଂ ମନୋବୈଜ୍ଞାନିକ ସମ୍ପର୍କର ପ୍ରଣାଳୀକୁ ପରିବର୍ତ୍ତନ କରିଛି। ଏହା ଫଳରେ ପୌରାଞ୍ଚଳରେ ପରିବାର ଆଉ ଏକ ଉତ୍ପାଦନର ଏକକ ହୋଇ ରହିନାହିଁ। ଯଦିଓ ଗ୍ରାମ୍ୟ ଓ ଜନଜାତି ସମୁଦାୟରେ ପରିବାରର ଏହି ଭୂମିକା ତଥାପି ପ୍ରଭାବଶାଳୀ ହୋଇ ରହିଛି। କୃଷକ ଭୂମି ଚାଷ କରିଥାଏ ଏବଂ ପରିବାରର ସଦସ୍ୟମାନଙ୍କର ସାହାଯ୍ୟରେ ଖାଦ୍ୟଶସ୍ୟ ଉତ୍ପାଦନ କରିଥାଏ। କମାର, ବଣିଆ ଏବଂ କୁମ୍ଭାର ପ୍ରଭୃତି ଜାତିର ଲୋକମାନେ ନିଜ ପରିବାରର ସଦସ୍ୟମାନଙ୍କ ସାହାଯ୍ୟରେ ସେମାନଙ୍କର ଜିନିଷପତ୍ର ଉତ୍ପାଦନ କରିଥାନ୍ତି। ମାତ୍ର ଔଦ୍ୟୋଗିକ ବ୍ୟବସ୍ଥାରେ ପୁଞ୍ଜିପତିମାନେ କଳକାରଖାନାର ମାଲିକ ହୋଇଥାନ୍ତି। ଶିଳ୍ପ କାରଖାନାରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କର ମାଲିକାନାରେ ଭାଗ ନଥାଏ। ବାସଗୃହ ଏବଂ କାର୍ଯ୍ୟସ୍ଥଳୀ ସମାନ ହୋଇନଥାଏ। କାର୍ଯ୍ୟସ୍ଥଳ, କାର୍ଯ୍ୟ କରିବାର ସମୟ ଏବଂ କାର୍ଯ୍ୟ କରିବାର ଅବସ୍ଥା, ବିଶ୍ରାମ ଗୃହ ସୁବିଧା ସେମାନଙ୍କର ନିୟନ୍ତ୍ରଣରେ ନଥାଏ। ବହୁଗୁଡ଼ିଏ ପ୍ରଭାବ ବ୍ୟକ୍ତିବାଦୀ ଆଦର୍ଶକୁ ଦୃଢ଼ୀଭୂତ କରିଛି। ଏହା ପୁରୁଣା ପାରିବାରିକ ସମ୍ପର୍କ ଏବଂ ସଦସ୍ୟମାନଙ୍କର ଭୂମିକାରେ ପରିବର୍ତ୍ତନ ଆଣିଛି। ଉଭୟ ସ୍ୱାମୀ ଓ ସ୍ତ୍ରୀ ସ୍ୱାଧୀନ ଭାବେ କାର୍ଯ୍ୟ କରିପାରୁଛନ୍ତି। ପୁରୁଷ ଉପରେ ମହିଳାମାନଙ୍କର ଅର୍ଥନୈତିକ ନିର୍ଭରଶୀଳତା କ୍ରମେ କମିଯାଉଛି ଏବଂ ଏହା ସ୍ୱାଧୀନ ଜୀବନ ମନୋଭାବ ସୃଷ୍ଟି କରିଛି। ଏହିସବୁ ପରିବର୍ତ୍ତନ ଗୁଡ଼ିକ ପରିବାରର ଆକାରକୁ ପ୍ରଭାବିତ କରିଛି। ଯୌଥ ପରିବାର ପରିବର୍ତ୍ତେ ବର୍ତ୍ତମାନ ଏକକ ପରିବାର ଦେଖାଯାଉଛି। ଏଠାରେ ଭାରତୀୟ ଯୌଥ ପରିବାର ପରିବର୍ତ୍ତନ ଘଟୁଛି କି ନାହିଁ ପ୍ରଶ୍ନ ଉଠିପାରେ। କେ.ଏମ୍. କାପାଡ଼ିଆଙ୍କ ମତରେ ସେ ମତ ଦେଇଛନ୍ତି ଯେ ଏହାର ପରିବର୍ତ୍ତନ ଘଟୁଛି ଏବଂ କେବଳ ଏକକ ପରିବାର ପ୍ରତି ଭାବଧାରା ବୃଦ୍ଧି ଘଟୁଛି। ମାତ୍ର ଆଇ.ବି. ଦେଶାଇ ଏଥିରେ ସହମତ ହୋଇନାହାନ୍ତି। ସେ କହିଛନ୍ତି ଯେ ମହାରାଷ୍ଟ୍ରର ଜନଗଣନା ତଥ୍ୟରୁ ଜଣାଯାଏ ଯେ ପରିବାରର ସଦସ୍ୟମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଖାଦ୍ୟ ପ୍ରଭୃତି ଆବଶ୍ୟକତା ପୂରଣ କରିଥାଏ। ଆଉ ପିତାମାତାଙ୍କ ଦ୍ୱାରା ସ୍ଥିରୀକୃତ ହେଉନାହିଁ। ବୈବାହିକ ବନ୍ଧନରେ ପ୍ରବେଶ କରୁଥିବା ଦମ୍ପତିଙ୍କର ବ୍ୟକ୍ତିଗତ ନିଷ୍ପତ୍ତି ଉପରେ ନିର୍ଭର କରୁଛି। ଦୁଇଟି ବ୍ୟକ୍ତି ପାରସ୍ପରିକ ଭଲ ପାଇବା ଏବଂ ଆକର୍ଷଣ ଆଧାରରେ ବିବାହ କରିବାକୁ ନିଷ୍ପତ୍ତି ନେଉଛନ୍ତି। ଯେତେବେଳେ ଏହି ଭଲ ପାଇବା ଓ ଆକର୍ଷଣ କମିଯାଉଛି ସେତେବେଳେ ମଧ୍ୟ ସେମାନେ ବିବାହକୁ ଭାଙ୍ଗି ଦେଉଛନ୍ତି। ଏହା ଫଳରେ ସମାଜରେ ବିବାହ ବିଚ୍ଛେଦ ହାର ବୃଦ୍ଧି ପାଇବାରେ ଲାଗିଛି। 1955 ମସିହା ହିନ୍ଦୁ ବିବାହ ଆଇନ ପ୍ରଣୟନ ପରେ ହିନ୍ଦୁ ବିବାହରେ ବିବାହ ବିଚ୍ଛେଦ ବ୍ୟବସ୍ଥା ପ୍ରଚଳନ ହୋଇଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପାଶ୍ଚାତ୍ୟ ସଂସ୍କୃତିର ଆଦର୍ଶ ଏବଂ ଜୀବନଶୈଳୀ ପରିବର୍ତ୍ତନ ହୋଇଛି। ବର୍ତ୍ତମାନ ଅବିବାହିତ ଜନନୀ ପ୍ରତି ସମାଜର ମନୋବୃତ୍ତି ଅଧିକ ଭାବେ ଉଦାର ହୋଇଛି ଏବଂ ଏହି ମାଆମାନଙ୍କୁ ଏବଂ ସେମାନଙ୍କର ସନ୍ତାନମାନଙ୍କୁ ସାହାଯ୍ୟ କରିବା ପାଇଁ ରାଷ୍ଟ୍ର ସାମାଜିକ ମଙ୍ଗଳ କାର୍ଯ୍ୟକ୍ରମ ସଂଗଠିତ କରୁଛି। ଅବିବାହିତ ଦମ୍ପତିମାନଙ୍କର ଏକାଠି ବାସ କରିବାର ସଂଖ୍ୟା ଦିନକୁ ଦିନ କ୍ରମେ ବଢ଼ିବାରେ ଲାଗିଛି। ଏହି ପରିସ୍ଥିତି ପାଶ୍ଚାତ୍ୟ ସଭ୍ୟତାରେ ବିବାହ ଓ ପରିବାର ଭୂମିକାକୁ ଦୁର୍ବଳ କରିଦେଉଛି। ଯଦି ଭିଡ଼ିଓଟି ଭଲ ଲାଗିଲା ତେବେ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ସବସ୍କ୍ରାଇବ୍ କରନ୍ତୁ। ଯାହା ଡାଉଟ୍ ଅଛି କମେଣ୍ଟରେ ଲେଖନ୍ତୁ।